ଭୃଗୁଣୀ ସ୍ତୁତି ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ ଯେଉଁ ନାମ ଧଇଲେ ନ ଦଣ୍ଡେ କାଳ ଯମ ଶ୍ରୀହରି ନାମକୁ ଏକ ଜପୁଥିବ ମନ। ଅଶେଷ ଦୁରିତ ମାନ ହୋଇବ ଦହନ ଯୋଗୀ ଜନମାନଙ୍କର ପରମ କାରଣ ସନ୍ଥ ଜନମାନଙ୍କର ଦୁରିତ ବାରଣ। ଏଥୁ ଅନନ୍ତରେ ସର୍ବେ ଶୁଣ ରସ ସାର ମାଘ କୃଷ୍ଣ ପକ୍ଷ ଯେ ପଞ୍ଚମୀ ଗୁରୁବାର ଏହି ଦିନ ସୁଖ ପରୀକ୍ଷିତଙ୍କ ଭବନେ ଆଚମ୍ବିତେ ମିଳିଲେ ତାହାଙ୍କ ସନ୍ନିଧାନେ। ହସ୍ତେ ଦଣ୍ଡ କମଣ୍ଡଳୁ ଡୋର କୌପୀନ ରୁଦ୍ରାକ୍ଷର ଜପାମାଳ ଭସ୍ମ ବିଲୋପନ ହରି ମନ୍ଦିର ରଚିତା ନାଶ ଅର୍ଦ୍ଧ ଯାଏ ତମ୍ବାର ମଣ୍ଡଳ ବେନି କର୍ଣ୍ଣ ଶୋଭା ପାଏ। ତପ୍ତ କାଞ୍ଚନ ଜିଣି ତନୁ ଅନୁପମ କୋଟି ଭାନୁ ଶଶୀ ଯେ ଅନଳ ନୁହେଁ ସମ ଦୁରୁ ତାଙ୍କୁ ଦେଖି ରାଜା ଆନନ୍ଦିତ ମନ। ଆସନ ଉଠି ନ କଲେ ପାଛୋଟି ଗମନ ପଦବ୍ରଜ କିଛି ଦୂର ଯାଏ ସେହୁ ଗଲେ। ମୁନିଙ୍କୁ ନିମନ୍ତ୍ରୀ ରାଜା ମନ୍ଦିରେ ମିଳିଲେ ପ୍ରଦୀପ ଯେ ନୈବେଦ୍ୟ ବସନ ଚାମର ନାନା ଯତ୍ନେ ପୂଜା କଲେ ମୁନିଙ୍କ ପୟର ଦିବ୍ୟ ଆସନେ ମୁନିଙ୍କୁ ନେଇ ବସାଇଲେ। ବିନୟ ହୋଇନ ରାଜା ବଚନ କହିଲେ ଭୂମୁନି ପୁଙ୍ଗବ ତୁମ୍ଭେ ସର୍ବ ପାପହର ପବିତ୍ର କର ହେ ମୁନି ମୋର କଳେବର। ତବ ମୁଖୁ ଶୁଣି ମୁହିଁ ପୁରାଣର କଥା ପବିତ୍ର ହୋଇବି ଖଣ୍ଡି ଯିବ ଭବ ବ୍ୟଥା। ହରିଣୀ ଉଦ୍ଧାର କଥା କହି ମୁନିବର ଏହି ପାପ ହୃଦୟକୁ ପୁଣ୍ୟମୟ କର। ଏହା ଶୁଣି ମୁନିବର ହରଷ ହୋଇନ ପରୀକ୍ଷିତେ କହୁଛନ୍ତି ସାବଧାନେ ଶୁଣ। ସୁବାହୁ ନାମରେ ଥିଲା ଏକ ମହାବନ ତାହା ହର ପାର୍ବତୀଙ୍କ ଅଟେ କ୍ରୀଡ଼ା ସ୍ଥାନ। ତାରାବତୀ ହରିଣୀ ଚରେ ତହିଁ ନୀତି ମହାଦେବ ପ୍ରସାଦରୁ ନ ପଡ଼େ ଦୁର୍ଗତି ପୂର୍ଣ୍ଣଗର୍ଭ ହେତୁ ତାର ଅଳସ ଗମନ। ସଙ୍ଗେ ଛନ୍ତି ପୁଣି ବେନି ବାଳୁତ ନନ୍ଦନ ଦୈବ ବିପାକ କଥା। କେ କରିବ ଆନ ବିଧାତା କପାଳେ କରିଛି ଲିଖନ। ବିଧି ଅନୁସାରେ ହୁଏ କର୍ମର ଉଦୟ କର୍ମ ଅନୁସାରେ ଜୀବ ପାଏ ସୁଖ ଭୟ ଶୁଭାଶୁଭ କାର୍ଯ୍ୟ ଫଳ ସୁଖ ଦୁଃଖ ନାଶୀ। ଜାଣିବାକୁ ଯିବ ତାହା ନୁହଁଇ ପ୍ରୟାସୀ ଫଳାଫଳର କର୍ତ୍ତା ଅଟନ୍ତି ଈଶ୍ୱର ମହି କର୍ତ୍ତା ବୋଲି ମଣେ ଜ୍ଞାନ ଶୂନ୍ୟ ନର। ଏକ ଦିନେ ହରିଣୀ ଯେ ବନେ ଚରୁଥିଲା ବିରୂପାକ୍ଷ ଶବର ଯେ ସେଠାରେ ମିଳିଲା। ଦେଖିଲା ହରିଣୀ ସଙ୍ଗେ ଛନ୍ତି ବେନି ପିଲା ବିଧାତା ସୁମରି ଧନୁ ଶରକୁ ଧଇଲା। 3 ଦିନ ଉପାସକୁ ମିଳିଛି ଆହାର ଏହି କ୍ଷଣି ମାରିଣ ମୁଁ ପୋଷିବି ଉଦର କୁଟୁମ୍ବ ଭାଇ ଯେ 2 ବନ୍ଧୁ ସଂଖୋଳିବି ଉଦରୁ ସଞ୍ଚିନ ପୁତ୍ର ନାତିକି ଲୋଡ଼ିବି। ଏହା ଭାବି ବିରୂପାକ୍ଷ ହରଷ ମନରେ ତତ୍ପର ହୋଇଲା ସେହୁ କାର୍ଯ୍ୟ ସାଧନରେ। ପଛଆଡ଼େ ଜାଲ ବାଡ଼ ଯତନେ ପୋତିଲା ଉଭୟ ପାର୍ଶ୍ୱରେ ଅଗ୍ନି ଲଗାଇ ନ ଦେଲା। ନିଜେ ଧନୁଶର ଧରି ଆଗ ଓଗାଳିଲା ଧର ମାର ବୋଲି କହି ଶ୍ୱାନ ପେଶି ଦେଲା। ନିଶ୍ଚିନ୍ତ ହୋଇ ହରିଣୀ ତହିଁ ଚରୁଥିଲା ମନୁଷ୍ୟ ରାବ ଶୁଣି ଭୟରେ ଚାହିଁଲା ଦେଖିଲା ଆଗରେ ବ୍ୟାଧ 2 ପାଶେ ଜାଲ ଜଳୁଅଛି ଅତି ତେଜ ପଛରେ ଅନଳ ରେରେ। କାର ଶବ୍ଦ ଶୁଭେ ଧନୁର ଟଙ୍କାର ଲହ ଲହ ଜିହ୍ୱା କରି ଆସନ୍ତି କୁକୁର। ଏହା ଦେଖି ଅତି ଭୟେ ହରିଣୀ ଥରିଲା ମୁହୂର୍ତ୍ତକେ ମୂର୍ଚ୍ଛା ଯାଇ ଭୂମିରେ ପଡ଼ିଲା ଚେତନା ପାଇନ ପୁଣି। ମନେ ବିଚାରଇ କେମନ୍ତ ପ୍ରକାରେ ଏଥୁ ପଳାଇବି ମୁହିଁ। ଆଗକୁ ଗଲେ ଶବର ନାରାଜେ ମରିବି ପଛକୁ ପଳାଇ ଗଲେ ଜାଲରେ ପଡ଼ିବି ଅନ୍ୟ 2 ଆଡ଼େ ଗଲେ ପୋଡ଼ି ହୋଇଯିବି। ଏଠାରେ ରହିଲେ ଶ୍ୱାନ ମୁଖରେ ପଡ଼ିବି ମୋହର ସଙ୍ଗତେ ଏହି ବେନି ବାଳ ପୋଏ ଆବର ମରିବେ ମୋର ଗର୍ଭର ତନୟେ। ମହାଘୋର ସଙ୍କଟରେ ପଡ଼ିଲା ଜୀବନ ଉଦ୍ଧାରିଣ ରଖ ମୋତେ ପ୍ରଭୁ ଭଗବାନ। ମଧୁ କୈଟଭ ଅରି ଶ୍ରୀ ମଧୁସୂଦନ ଦୁଃଖୀର ବାନ୍ଧବ ତୁମ୍ଭେ ଦରିଦ୍ରର ଧନ। ପଥ ନ ଦିଶଇ ମୁହିଁ ଦିଶୁ ନାହିଁ ବୁଦ୍ଧି ଆତଙ୍କେ ଡାକୁଛି ମୋତେ ରଖ ଦୟାନିଧି ରଖ ରଖ ଜଗନ୍ନାଥ ଦୁଃଖୀର ସଂଗାତ ତୁମ୍ଭେ ନ ରଖିଲେ ଆଜି ହୋଇଲି ଅନାଥ। ଏମନ୍ତେ ପ୍ରଭୁଙ୍କ ପାଦେ ଲଗାଇଲ ଲୟ ଜୟ ଜୟ ଜଗବନ୍ଧୁ ଜୟ ଦୟାମୟ ଜୟ ଜୟ କୃପାନିଧି ଜଗତ କାରଣ ମହିଭାରା ନିବାରଣ ପ୍ରଭୁ ନାରାୟଣ ଜୟ ଜୟ ବିପଦ ଭଞ୍ଜନ ଦାଶରଥି 7 ତଳରୁ।
ରଖିଲ ଭରତିଆ ପକ୍ଷୀ ସାବତ ଜନନୀ ଛଳେ ଧ୍ରୁବ ଚିନ୍ତା କଲା। 14 ଭୁବନ ଲୋକ ଉପରେ ରହିଲା ଅଜାମିଳ ମହାପାପୀ ଧରି ପୁତ୍ର ନାମ ବୋଇଲା ରଖ ହେ ମୋତେ ପ୍ରଭୁ ନାରାୟଣ ମହାପାପକୁ ଦେଇ ବୈକୁଣ୍ଠରେ ସ୍ଥାନ ମହାପାପୀକୁ ଦେଇ ବୈକୁଣ୍ଠରେ ସ୍ଥାନ ତାହାର ସକଳ ପାପ କଲ ବିମୋଚନ। ଆଦ୍ୟ ଅବତାର ହରି ମତ୍ସ୍ୟ ରୂପ ଧରି ବେଦ ଉଦ୍ଧରିଲ ପ୍ରଭୁ ଶଙ୍ଖାସୁର ମାରି। ଜୟ ଜୟ ଜଗନ୍ନାଥ ପ୍ରହ୍ଲାଦେ ରଖିଲ ନରସିଂହ ରୂପ ଧରି ହିରଣ୍ୟ ନାସିଲ। ଜୟ ଜୟ ଜଗନ୍ନାଥ ବାଳିକି ଚାପିଲ ପାତାଳପୁରରେ ନେଇ ଗୋପ୍ୟ କରାଇଲ ଶ୍ରୀଚରଣ ଲାଗିବାରୁ। ଅହଲ୍ୟା ଶରୀର ପାଷାଣ ଦେହରୁ ନାରୀ ହୋଇଲା ବାହାର। ରାବଣକୁ ମାରି ତୁମ୍ଭେ ଜାନକୀ ଆଣିଲ ବିଭୀଷଣକୁ ଲଙ୍କାରେ ରାଜା କରାଇଲ ମନ୍ଦୋଦରୀ ରାଣୀକି ଯେ କଲ ମହାସତୀ। ବିଭୀଷଣ ରାଜାର ଯେ ହେଲା ପ୍ରିୟବତୀ ଶରଣ ପଞ୍ଜର। ତୁମ୍ଭେ ଅଟ ଆହେ ହରି ରଖିଲ ଗୋପାଳ ଗୋପୀ କରେ ଗିରିଧରି। ଜୟ ଜୟ ବିଶ୍ୱପତି ଜଗତ କରତା କଂସ ମାରି। ରକ୍ଷା କଲ ତୁମ୍ଭେ ପିତାମାତା ଦ୍ରୌପଦୀ ଆତଙ୍କ ତୁମ୍ଭେ ଫେଡ଼ିଲ ଗୋସାଇଁ ବିଭୀଷଣ କାଳେ ବସ୍ତ୍ର ଦେଲ ତାକୁ ନେଇ। ଗଜ ଡାକ ଶୁଣି ପ୍ରଭୁ ରଖିଲ ତା ପ୍ରାଣ ଚକ୍ର ପେଶୀ ଗ୍ରାହକୁ ଯେ କଲ ନିବାରଣ। ଏହିପରି ରକ୍ଷା କର ପ୍ରଭୁ ଦୟାମୟ। ତୁମ୍ଭର ଚରଣେ ମୁହିଁ ଲଗାଇଛି ଲୟ ଗର୍ଭବାସ ହେତୁ ପ୍ରଭୁ ଚାଲି ନ ପାରଇ। ଏ ବିପଦ ରକ୍ଷା କର ଜଗତ ଗୋସାଇଁ ପ୍ରଭୁ ଜଗତ କାରଣ ନ କର ହେ ଆନ। ତୁମ୍ଭ ଶ୍ରୀଚରଣ ତଳେ ଲଗାଉଛି ଧ୍ୟାନ ଜୀବନକୁ ଆଶ୍ରାଜ ନାହିଁ ଯେ ମୋହର। ହେବେନି ବାଳୁତକୁ ଯେ ରଖ ଚକ୍ରଧର। ଅରକ୍ଷିତ ବନ୍ଧୁ ତୁମ୍ଭେ ଦୁଃଖୀ ଲୋକ ଧନ ବ୍ୟାଧର ସଙ୍କଟୁ ମୋତେ ରଖ ନାରାୟଣ। ହେମନ୍ତ ଅନେକ ସ୍ତୁତି କଲା କହରିଣୀ ଜାଣିଲେ ବୈକୁଣ୍ଠେ ଥାଇ ତାହା ଚକ୍ରପାଣି ଲକ୍ଷ୍ମୀଙ୍କ କୋଳରେ ରଖି। ମସ୍ତକ ସ୍ଥାପନ ଯୋଗ ନିଦ୍ରାଭିଭୂତ ଥିଲେ ନାରାୟଣ। ସରସ୍ୱତୀ ବୀଣା ଧରି ବଜାନ୍ତି ସୁସ୍ୱରେ ନାନା ସ୍ତବ କରି ସେହୁ ଗାନ୍ଧାର ରାଗରେ। କମଳା ବିମଳା ରହି ଆଲଟ ବିଞ୍ଚନ୍ତି ରୁକ୍ମିଣୀ ସହିତ ଅଷ୍ଟ ସଖୀ ଯେ ଅଛନ୍ତି ସୁବାହୁ ବନୁ ବୈକୁଣ୍ଠ ସହସ୍ର ଯୋଜନ ନିକଟ ଥିଲା ପରିତ ହୁଏ ଅନୁମାନ। ଏତେ ଦୂରୁ ଡାକ ଶୁଭେ ହୋଇ ଘନ ଘନ ଶତ ଶତ ବଜ୍ରପାତ ପ୍ରାୟ ସେହି ସ୍ୱନ। ଅତି ଆରତରେ ଯହୁଁ ମୃଗୁଣୀ ଡାକିଲା ଥରହରେ। ବୈକୁଣ୍ଠ କମ୍ପିଣ ଉଠିଲା ଭକ୍ତବତ୍ସଳ ହରି ଯୋଗ ନିଦ୍ରା ତେଜି। ମୃଗୁଣୀ ଆରତନାଶ ସ୍ଥିର କଲେ ହେଜି। ବାସବକୁ ରାଇ ଆଜ୍ଞା ଦେଲେ ବିଶ୍ୱପତି ଘୋର ବନେ ହରିଣୀର ବିନାଶ ବିପତ୍ତି। ଘୋର ଜଳ ବର୍ଷା କର ଅଗ୍ନି ଲିଭି ଯାଉ। ବଜ୍ରେ ମାର ଶ୍ୱାନକୁ ବ୍ୟାଧକୁ ସର୍ପ ଖାଉ। ପ୍ରବଳ ପବନେ ଚାଲ ହେଉ ଛିନ୍ନ ଭିନ୍ନ। ଦେବରାଜ ଶୀଘ୍ର ଯାଇ କର ଏହି ମାନ। ଆଜ୍ଞା ପାଇ ଦେବରାଜ ଶୀଘ୍ର ଚଳିଗଲେ ସେହି କ୍ଷଣି ଚାରି ମେଘ ରାଇ ଆଜ୍ଞା ଦେଲେ। ପବନକୁ ବୋଇଲେ ତୁ ସଙ୍ଗେ ରହିଥିବୁ ଜଳବୃଷ୍ଟି ସହିତରେ ବତାସ ବହିବୁ। ଆମ୍ଭ ବଜ୍ରାଘାତେ ଶ୍ୱାନ ପ୍ରାଣନାଶ ଯିବ କିଞ୍ଚିତ ମାତ୍ରକେ ସର୍ପ ଶବରେ ଦଂଶିବ। ହେମନ୍ତ ସେ ହରିଣୀର କଷ୍ଟ ହେବ ପାର। ସ୍ୱାମୀ କାର୍ଯ୍ୟ ସାଧନରେ ହୁଅ ତତ୍ପର। ଆଜ୍ଞା ପାଇ ବାୟୁ ସହ ଚାରି ମେଘ ଗଲେ ସୁବାହୁ ବନରେ ଯାଇ ପ୍ରବେଶ ହୋଇଲେ। ଘନ ଘନ ଘଡ଼ଘଡ଼ି ବିଜୁଳି ମାରଇ ଦଶ ଦିଗ ଅନ୍ଧକାରେ କିଛି ନ ଦିଶଇ। ଅଣଚାଶ ମୂର୍ତ୍ତି ଧରି ବହଇ ପବନ ସୃଷ୍ଟିନାଶ ଆଶଙ୍କାରେ ପ୍ରାଣୀଏ ବିଷର୍ଣ୍ଣ। ଛିଡ଼ିଗଲା ଜାଲମାନ ଅନଳ ଲିଭିଲା ବଜ୍ରେ ଶ୍ୱାନ ସର୍ପାଘାତେ ଶବର ମରିଲା। ହେମନ୍ତ ହରିଣୀ ସର୍ବ କଷ୍ଟୁ ପାର ହେଲେ ବିଧାତାକୁ ସାଧୁ ସାଧୁ କରି ନ ବୋଇଲେ। ନାରାୟଣ ସୁମରିଣ ଚାଲେ ଧୀରେ ଧୀରେ ନବରଙ୍ଗେ ଚାଲୁଛନ୍ତି ବାଳୁତ କୁମରେ। ଆନନ୍ଦେ ପ୍ରବେଶ ହେଲା ଆପଣା ମନ୍ଦିର ଶୁଣ ପରୀକ୍ଷିତ ରାଜ ଉତ୍ତରା କୁମର। ହରିଣୀ ବିପତ୍ତି କଥା ଅତି ଅଦ୍ଭୁତ ଶୁଣିଲେ ଅଶେଷ ଦୁଃଖ ହୁଅଇ ଖଣ୍ଡିତ। ଦୁଃସହ ବିପତ୍ତି ତାର ନରହଇ ଦେହେ। ଅପୁତ୍ରିକ ଶୁଣିଲେ ଯେ ପୁତ୍ର ପ୍ରାପ୍ତ ହୁଏ। ମୁଖ୍ୟାର୍ଥୀ ପଢ଼ିଲେ ମୋକ୍ଷ ଧନ ହୀନ ଜନ।
ଚିନ୍ତାର୍ଥୀ ପଡ଼ିଲେ ହୁଏ ଚିନ୍ତା ଶୂନ୍ୟ ମନ। ସନ୍ଧ୍ୟାକାଳେ ପ୍ରାତଃକାଳେ ସ୍ମରଇ ଯେ ଜନ। ମହାଘୋର ଭୟୁ ସେହି ପାଏ ପରିତ୍ରାଣ। ଏ ଅତି ଅମୃତମୟ ଭକ୍ତି ରସେ ପୂର୍ଣ୍ଣ। ବୈକୁଣ୍ଠରେ ବାସ ହେବ ଶୁଣିଲେ ସମ୍ପୂର୍ଣ୍ଣ। ବଳରାମ ଦାସ ଗୀତ ଅନ୍ତରେ ଲିହିଲେ। ଧନ୍ୟ ଧନ୍ୟ ମୃଗୁଣୀ ବୋଲି ବ୍ରାହ୍ମଣ କହିଲେ। ଜୟ ଜୟ ଜଗନ୍ନାଥ କମଳା ବିଳାସ। ଶ୍ରୀପାଦ ପଦ୍ମେ ଶରଣ ବଳରାମ ଦାସ।